ବର୍ତ୍ତମାନ ଯାହା ହେଲା ଏଇ ପାଣିଟା ଯାଇପାରୁନି ଆଇଡିଏମସି ବ୍ୟାଙ୍କ କଥା କହୁଛି ମାନେ ବାରଣୀ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ତାକୁ କ'ଣ ପ୍ରତିକାର କରିବ? ଦେଖନ୍ତୁ ଆଜି ଦିନ 2ଟାରୁ 5ଟା ଯାଏଁ ପୁରା ଅବିତାରିତ ଭାବରେ ଯେଭଳି ଭାବରେ ପ୍ରବଳ ବର୍ଷା ହେଲା 7 ନମ୍ବର 8 ନମ୍ବର ଏବଂ 9 ନମ୍ବର ୱାର୍ଡ କିଛି ଅଞ୍ଚଳରେ ଜଳମଗ୍ନ ହୋଇଛି। ତାକୁ ଲୋକଙ୍କର ଇଏ ଅନୁସାରେ ମୁଁ ଆଜି ପରିଦର୍ଶନ କରିବା ପାଇଁ ଆସିଥିଲି ଏବଂ ଏଥିରେ ଦେଖିଲୁ ମୁଖ୍ୟତଃ ବିଭିନ୍ନ ଜାଗାରେ ଡ୍ରେନ୍କୁ ଏନକ୍ଲୋଜ କରାଯାଇଛି, କିଛି ଜାଗାରେ ଡ୍ରେନେଜ ସିଷ୍ଟମ ଭୁଷୁଡ଼ି ଯାଇଛି ଏବଂ କିଛି ଜାଗାରେ ମଧ୍ୟ ସରକାରୀ ଏବଂ ମ୍ୟୁନିସିପାଲିଟି ଜାଗାକୁ ଲୋକ ମାଡ଼ି ବସିକି କିଛି ଘର ଏବଂ ଦୋକାନ ଘର ତିଆରି କରିଦେଇଛନ୍ତି, ଲମ୍ବା ଲମ୍ବା ସ୍ଲାବ୍ ପକେଇଛନ୍ତି। ତେଣୁ ଆଜି ପରିଦର୍ଶନ କଲା ପରେ କାଲିଠୁ ଆମେ ଆକ୍ସନ ମୋଡରେ ଆସିବ ବାରିପଦା ମ୍ୟୁନିସିପାଲିଟି। ଆମର ଅମିନ ଏ ସମ୍ପୂର୍ଣ୍ଣ ଏରିଆଟାକୁ ମାପ କରାଯିବ, ଇଞ୍ଜିନିୟରିଂ ସେକ୍ସନ ଡିପିଆର ପ୍ରସ୍ତୁତ କରିବେ, ଯେମିତି ଆସନ୍ତା 2 ମାସ ଭିତରେ ସମ୍ପୂର୍ଣ୍ଣ ଭାବେ ଗୋଟେ ଡ୍ରେନେଜ ସିଷ୍ଟମ ଏଠି ତିଆରି ହେବ, ତାର ସୁବ୍ୟବସ୍ଥା କରିବା ପାଇଁ ଆମେ ଚେଷ୍ଟା କରୁଛୁ। ଭଲ ଲେଖିବୁ ଖରାପ ଲେଖିବୁନୁ।